ଜାନୁଆରୀ 5 ତାରିଖରୁ ଚାଷୀମାନଙ୍କୁ ଟୋକନ ମିଳିଲାଣି। ଆଜି ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ଚାଷୀମାନେ କୁଇଣ୍ଟାଲ ଧାନ ବିକ୍ରି କରିପାରିଲେ ନାହିଁ। ଯଦିଓ 2 ଦିନ ହେଲା ଏ ଆନ୍ଦୋଳନ ଭୟରେ ସରକାର କିଛି ଧାନ କ୍ରୟ କରିଛନ୍ତି ଚାଷୀମାନଙ୍କ ଠାରୁ, କିନ୍ତୁ ଶହ ଶହ ଚାଷୀଙ୍କୁ ଏଫଏକ୍ୟୁ ମାନର ଧାନ ନୁହେଁ ବୋଲି କହି ଚାଷୀମାନଙ୍କୁ ତାଙ୍କ ମଣ୍ଡିରୁ ଧାନକୁ ଫେରାଇ ଦେଇଛନ୍ତି, ଯେଉଁଟା ହେଉଛି ଦୁଃଖ ଏବଂ ପରିତାପର ବିଷୟ। ସାରା ରାଜ୍ୟରେ ଚାଷୀମାନେ ବର୍ତ୍ତମାନ ଭୟଙ୍କର ଅର୍ଥନୈତିକ ସମସ୍ୟା, ଭୟଙ୍କର ଅର୍ଥନୈତିକ ସଂକଟ ଭିତରେ ଅଛନ୍ତି। ଆମର ଦାବି ହେଉଛି ପ୍ରତ୍ୟେକ ପଞ୍ଚାୟତରେ ସରକାରୀ ଧାନ ମଣ୍ଡି ତୁରନ୍ତ ଖୋଲ, ସମସ୍ତ ଚାଷୀ ଭାଗଚାଷୀମାନଙ୍କ ଠାରୁ ଧାନ ତୁରନ୍ତ କ୍ରୟ କର। ଦ୍ୱିତୀୟ କଥା ହେଉଛି ଆମ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଭିଡ଼ ହିଂସା ଏବଂ ଭିଡ଼ ହତ୍ୟା ମାଧ୍ୟମରେ ଆଜି ସାଧାରଣ ଲୋକ ଭୟଭୀତ। ଆପଣ ଦେଖିବେ ଚାନ୍ଦବାଲି ବ୍ଲକର ଏଇ 2 ଦିନ ତଳେ କିଛି ମହିଳା ସେମାନେ ଏ ଚୋରା ମଦକୁ ବନ୍ଦ କରାଯାଉ ଦାବି କରିକି ଭିଡ଼ ହିଂସା ସୃଷ୍ଟି କଲେ, ଯାହାଫଳରେ ତାର ପିତା ତାର ପରିସ୍ଥିତି ଦେଖିକି ଝିଅର ସେ ଯେଉଁ ଦୁର୍ଦ୍ଦଶା ସେ ଆତ୍ମହତ୍ୟା କଲେ। ଆପଣ ଦେଖିବେ 12 ଦିନ ତଳେ ବାଲେଶ୍ୱରରେ ଜଣେ ମୁସଲମାନ ମାନେ ଯୁବକ 32 ବର୍ଷର ତାଙ୍କୁ ପିଟି ପିଟି ଗୋ ସୁରକ୍ଷା ବାହିନୀ ହତ୍ୟା କଲା। ଆପଣ ଦେଖିବେ ସମ୍ବଲପୁରରେ, ବ୍ରହ୍ମପୁରରେ ଭିଡ଼ ହିଂସା। ଆପଣ ଦେଖିବେ 8 ଦିନ ତଳେ ଢେଙ୍କାନାଳରେ ଜଣେ ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ ଗୋବର ପିଆଇକି ଗୋବର ଜବରଦସ୍ତ ଖୁଆଇଲେ ବଜରଙ୍ଗ ଦଳର କର୍ମୀମାନେ। ତେଣୁ ଆଇନର ଶାସନ ରାଜ୍ୟରେ ଚାଲିଛି ବୋଲି ଆମେ ଅନୁଭବ କରୁନୁ। ଆମର ଦାବି ରାଜ୍ୟ ସରକାର ପାଖରେ, ଗୃହମନ୍ତ୍ରୀଙ୍କ ପାଖରେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ସେ ନିଜେ ଇଏ ଅନୁଧ୍ୟାନ କରନ୍ତୁ ଏବଂ ଆଇନ ଶୃଙ୍ଖଳା ଯେଉଁ ବିପର୍ଯ୍ୟସ୍ତ ହେଇଛି ତାକୁ ସୁଧାର ଆଣନ୍ତୁ। ତୃତୀୟ କଥା, ସ୍ମାର୍ଟ ମିଟର ନାଁରେ ଆପଣ ଦେଖିବେ ସାଧାରଣ ପରିବାର ଠାରୁ ସେମାନେ ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି। ନିର୍ବାଚନର ପ୍ରତିଶ୍ରୁତି ଦେଇଥିଲେ 300 ୟୁନିଟ୍ ବିଜୁଳି ମାଗଣାରେ ଯୋଗାଇବେ। ବିଜୁଳି ମାଗଣାରେ ତ କୁଆଡ଼େ ଗଲା। ଆଜି ସ୍ମାର୍ଟ ମିଟର ନାଁରେ ଟାଟା ପାୱାର ଯେଉଁଭଳି ଭାବରେ ଲୁଟ୍ କରୁଛି, ଆଜି ସାଧାରଣ ଗରିବ ଲୋକଟେ ସେ ମାନେ ଗାଁରେ ଦେଖିବେ ବହୁତ ଗରିବ ଲୋକ ସେ ବିଜୁଳି କାଟିଦେଲେଣି, ସେ ଅନ୍ଧାରରେ ବରଂ ରହିବାକୁ ଭଲ ପାଉଛନ୍ତି। ଏବଂ ଚତୁର୍ଥ ସମସ୍ୟା ହେଉଛି ପଲ୍ୟୁସନ ନାଁରେ, ପ୍ରଦୂଷଣ ମୁକ୍ତ କରିବା ନାଁରେ ଆଜି ମୋଟର ସାଇକେଲ ଯେଉଁମାନେ ଚଢ଼ୁଛନ୍ତି, ଯେଉଁମାନେ ଅଟୋ ଚଳାଉଛନ୍ତି, ଯେଉଁ ମଧ୍ୟବିତ୍ତ ପରିବାର କାରଟେ ଚଳାଉଛି ତାଠାରୁ ଜବରଦସ୍ତ ଫାଇନ୍ ଆରଟିଓ ଅଧିକାରୀମାନେ ଆଦାୟ କରୁଛନ୍ତି, ଯାହା ବିରୁଦ୍ଧରେ ଆଜି ସାମଗ୍ରିକ ଭାବରେ ଆମ ରାଜ୍ୟ ବନ୍ଦ। ଏହି ପରିପ୍ରେକ୍ଷୀରେ ଆମେ ମତୋଠାରେ ଏ ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥକୁ ବନ୍ଦ କରୁଛୁ ଏବଂ ଯାହାଫଳରେ ଆପଣମାନେ ଦେଖିବେ ଶହ ଶହ ଟ୍ରକ୍ ଗାଡ଼ି ମଟର ବନ୍ଦ ହୋଇକି ରହିଛି।